କୁଟୁନିପଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। ମାଲକାନଗିରି ଜିଲ୍ଲା ମାଥିଲି କୁଟୁନିପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କାଦପଦରଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ 6 ଦିନ ଧରି ଚାଲିଥିଲା। 6 ଗୋଟି ଦଳ ଭାଗ ନେଇଛନ୍ତି। ଉଦ୍ଯାପନୀ ଫାଇନାଲ ମ୍ୟାଚରେ ଫାଇଟର ଟିମ୍ ଏବଂ କେପିଏଲ୍ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇଟର ଟିମ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫାଇଟର ଟିମ୍ 12 ଓଭରରେ 6 ୱିକେଟ ଖେଳି 98 ରନ୍ ସଂଗ୍ରହ କରିଥିଲା। ଏହି ପରିପ୍ରେକ୍ଷୀରେ କେପିଏଲ୍ ଟିମ୍ 11ରୁ 4 ଓଭରରେ 3 ଗୋଟି ୱିକେଟ ହରାଇ 99 ରନ୍ ସଂଗ୍ରହ କରି ନେଇ ବିଜୟ ଲାଭ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ସମ୍ମାନିତ ଅତିଥି ଭାବେ ମାଥିଲି ବ୍ଲକ କଂଗ୍ରେସ ସଭାପତି ମଙ୍ଗଳା ଗୌଡ଼, ଯୁବନେତା ବିଷ୍ଣୁପ୍ରସାଦ ବାକା, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଦେବକୀ ଦଳେଇ, କୁଟୁନିପାଲି ସରପଞ୍ଚ ଶ୍ରୀମତୀ କମଲି ନାୟକ, ସମାଜସେବୀ ଚନ୍ଦ୍ରଶେଖର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଟୁର୍ଣ୍ଣାମେଣ୍ଟ ଅପରାହ୍ନ 3ଟାରୁ ଆରମ୍ଭ ହୋଇଥିବା ବେଳେ ଦର୍ଶକ ବହୁମାତ୍ରାରେ ଉପସ୍ଥିତ ରହି ଉଭୟ ଦଳ ଖେଳାଳୀମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ବିଜେତା ଦଳକୁ ଟ୍ରଫି ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯିବ ବୋଲି କମିଟି ତରଫରୁ ସୂଚନା ରହିଛି। କ୍ରିକେଟ ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି କୃଷ୍ଣ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚରେ ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଶ୍ୟାମପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।